କେମିତି ବିଷାକ୍ତ ହୋଇଥିବା ଦେଶୀ ମଦକୁ ପିଇ 1992 ମସିହାରେ 200 ଠାରୁ ମଧ୍ୟ ଅଧିକ କଟକର ଲୋକଙ୍କର ମୃତ୍ୟୁ ହୋଇଥିଲା। ତା ସହିତ 600 ଠାରୁ ମଧ୍ୟ ଅଧିକ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ କିଏ ନିଜର ଦୃଷ୍ଟି ଶକ୍ତିକୁ ହରାଉଛନ୍ତି ଆଉ କିଏ ନିଜର ହାତ ଗୋଡକୁ ସବୁଦିନ ପାଇଁ ହରାଇ ବସୁଛନ୍ତି। ତ ସାଙ୍ଗମାନେ ଏଇଠି ବଡ ପ୍ରଶ୍ନ ଉଠୁଛି ଯେ ଦେଶୀ ମଦ କଣ ବିଷାକ୍ତ ନା ଜଣା ଅଜଣାରେ ଏହାକୁ ବିଷାକ୍ତ କରାଯାଉଛି। ଦେଖନ୍ତୁ ସାଧାରଣତଃ ମଦରେ ଇଥାନଲ ଥାଏ ଏବଂ ଦେଶୀ ମଦକୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟତଃ ମହୁଲ ଫୁଲ କିମ୍ବା ମିଠା ଗୁଡର ବ୍ୟବହାର କରାଯାଏ। କାରଣ ଦେଖନ୍ତୁ ଏହି ଶର୍କରାରେ ପ୍ରଚୁର ମାତ୍ରାରେ କଣ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଭରି ହେଇକି ରହିଥାଏ। ମହୁଲ କିମ୍ବା ଗୁଡରେ ପାଣି ଏବଂ ନେଚୁରାଲ କିମ୍ବା ହ୍ୟୁମାନ ମେଡ୍ ଇଷ୍ଟକୁ ମିଶାଇ କିଛି ଦିନ ପର୍ଯ୍ୟନ୍ତ ରଖାଯାଏ, ଯାହାଦ୍ୱାରା ଇଷ୍ଟରେ ଥିବା ଜାଇମେଜ ନାମକ ଏନଜାଇମ୍ ସେହି ମହୁଲ କିମ୍ବା ଗୁଡକୁ ଆଲକୋହଲ କିମ୍ବା ଇଥାନଲ ଏବଂ କାର୍ବନ ଡାଇଅକ୍ସାଇଡ ପରିଣତ କରିଥାଏ। ଏବଂ ଦେଖନ୍ତୁ ଏହା ହେଉଛି ତାହାର ସମୀକରଣ। ଏହି ପଦ୍ଧତିରେ ମିଳିଥିବା ତରଳ ପଦାର୍ଥରେ 5% ରୁ 10% ଆଲକୋହଲର ମାତ୍ରା ରହିଥାଏ ଏବଂ ଏହାର ଘନତା ବଢାଇବା ପାଇଁ ଏହାକୁ ବାଷ୍ପୀକରଣ ଓ ଘନୀଭୂତ କରାଯାଏ। ଏବଂ ଦେଖନ୍ତୁ ଶୁଦ୍ଧ ଇଥାନଲର ବୋଇଲିଂ ପଏଣ୍ଟ ହେଉଛି 78.37 ଡିଗ୍ରୀ ସେଲସିୟସ୍ ଏବଂ ଜଳର ବୋଇଲିଂ ପଏଣ୍ଟ ହେଉଛି 100 ଡିଗ୍ରୀ ସେଲସିୟସ୍। ଯେତେବେଳେ ଏହି ମିଶ୍ରଣକୁ ପ୍ରାୟ 80 ଡିଗ୍ରୀ ସେଲସିୟସ୍ ଗରମ କରାଯାଏ ତ ଜଳ ପୂର୍ବରୁ ଇଥାନଲ ବାଷ୍ପ ହୋଇକି ଉପରେ ଉଠିଯାଏ ଏବଂ ଏହି ବାଷ୍ପକୁ ଏକ ନଳୀ ଦ୍ୱାରା ଥଣ୍ଡା ପାତ୍ରକୁ ନିଆଯାଇ ପୁଣି ଥରେ ତରଳ ପଦାର୍ଥରେ ପରିଣତ କରାଯାଏ, ଯାହାକୁ ହିଁ ଇଥାନଲ କିମ୍ବା ଦେଶୀ ମଦ ବୋଲି କୁହାଯାଏ। ଏବଂ ଦେଖନ୍ତୁ ଦେଶୀ ମଦର ବିଷାକ୍ତ ହେବାର ମୁଖ୍ୟ କାରଣ ହେଉଛି ଇଥାନଲ ଏବଂ ଫର୍ମିକ ଏସିଡର ସୃଷ୍ଟି। ମହୁଲ ଫୁଲ କିମ୍ବା ବେଆଇନ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କାଠ କିମ୍ବା ପତ୍ରରେ ପେକ୍ଟିନ୍ ରହିଥାଏ ଏବଂ ମଦର ବାଷ୍ପୀକରଣ ପଦ୍ଧତି ଯଦି ସଠିକ ଭାବରେ ନ ହୁଏ ତେବେ ପେକ୍ଟିନ୍ ଭାଙ୍ଗି ଯାଇ ଅତ୍ୟଧିକ ବିଷାକ୍ତ ମିଥାନଲକୁ ସୃଷ୍ଟି କରିଦିଏ। ସାଙ୍ଗମାନେ ମଦଟି ପ୍ରଥମେ କଣ ଇଥାନଲର ରହୁଥିଲା, କିନ୍ତୁ ବେଆଇନ ଭାବେ ଅତ୍ୟଧିକ ଲାଭ ଏବଂ ତୀବ୍ର ନିଶା ବଢାଇବା ପାଇଁ ସେଥିରେ ମିଥାନଲ କିମ୍ବା ଇଣ୍ଡଷ୍ଟ୍ରିଆଲ ସ୍ପିରିଟକୁ ବ୍ୟବହାର କରାଯାଏ ଏବଂ ଏହାକୁ ହୁଚ୍ ବୋଲି କୁହାଯାଏ। ଏବଂ ଯେତେବେଳେ ଆପଣ ସେହି ମଦ ପିଅନ୍ତି ତ ସେହି ମିଥାନଲଟି ଶରୀର ଭିତରେ ପ୍ରବେଶ କରିଥାଏ ଏବଂ ଶରୀର ଭିତରେ ପ୍ରବେଶ କରିବା ମାତ୍ରେ ମିଥାନଲ କଣ କରେ ଲିଭର ଭିତରେ ଥିବା ଆଲକୋହଲ ଡିହାଇଡ୍ରୋଜେନ୍ସ ନାମକ ଏନଜାଇମ୍ ସେହି ମିଥାନଲକୁ ଅକ୍ସିଡାଇଜ କରି ଫର୍ମାଲ ଡିହାଇଡରେ ପରିଣତ କରେ। ଏହାପରେ ଆଲକୋହଲ ଡିହାଇଡ୍ରୋଜେନ୍ସ ଏହି ଫର୍ମାଲ ଡିହାଇଡକୁ ଅତି ଶୀଘ୍ର ଫର୍ମିକ ଏସିଡରେ ପରିଣତ କରେ। ଦେଖନ୍ତୁ ଫର୍ମିକ ଏସିଡ ହେଉଛି ସେହି ଏସିଡ ଯୋଉ ଏସିଡ ପିମ୍ପୁଡି କାମୁଡ଼ିଲେ ବାହାରିଥାଏ ଏବଂ ଏହା ମାନବ ଶରୀର ପାଇଁ ଅତ୍ୟଧିକ ମାରାତ୍ମକ। ଦେଖନ୍ତୁ ଏହି ଫର୍ମିକ ଏସିଡ ମୁଖ୍ୟତଃ ତିନୋଟି ଜାଗାରେ ଆକ୍ରମଣ କରିଥାଏ, ସେଲୁଲାର ହାଇପକ୍ସିଆ, ମେଟାବଲିକ ଏସିଡୋସିସ୍ ଏବଂ ପର୍ମାନେଣ୍ଟ ବ୍ଲାଇଣ୍ଡନେସ୍। ଏବଂ ରକ୍ତରେ ଫର୍ମିକ ଏସିଡର ମାତ୍ରା ବଢିବା ଯୋଗୁଁ ରକ୍ତର ପିଏଚ୍ ସ୍କେଲ ଗୁରୁତର ଭାବରେ ହ୍ରାସ ପାଇଯାଏ, ଯାହାଦ୍ୱାରା ଡେଥ୍ ହେବାର ମଧ୍ୟ ସମ୍ଭାବନା ହୋଇପାରେ। ଏବଂ ଏହି କାରଣରୁ ହିଁ 1992ରୁ 2016 ମସିହା ପର୍ଯ୍ୟନ୍ତ 2012 ମସିହା ପର୍ଯ୍ୟନ୍ତ ଏମିତି ଗୁରୁତର କେସ୍ ଦେଖିବା ପାଇଁ ମିଳିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଏମିତି ଦେଖିବା ପାଇଁ ମଧ୍ୟ ମିଳୁଛି।